ଏକ ନମ୍ବର ଆସ କହିବା। କରେ ଦିଆଯାଇଛି ଶିକାରୀର ଦେହ ହାତ କ'ଣ ହେଲା? ଶିକାରୀର ଦେହ ହାତ ଥର ଥର ହେଲା। ସେ କେଉଁ ଗଛ ମୂଳେ ପଡ଼ିଗଲା କଇଥ। ଶିକାରୀ କାହିଁକି ଧନୁଶର ଫୋପାଡ଼ି ଦେଲା? କାହିଁକି ନା ହାତୀ ଶିକାରୀର ଜୀବନ ବଞ୍ଚାଇଥିବାରୁ ଶିକାରୀର ମନ ବଦଳିଗଲା ଏବଂ ସେ ଧନୁଶର ଫୋପାଡ଼ି ଦେଲା। ବର୍ତ୍ତମାନ ଆମେ 2 ନମ୍ବର ପ୍ରଶ୍ନରେ କୁହାଯାଇଛି, ଦେଖିପାରୁଛ ଗୋଟିଏ ଚକ୍ରି ଅଛି। ଚକ୍ରି ମଧ୍ୟରେ ବିଭିନ୍ନ ଚିତ୍ର ଏବଂ ତା'ର ନାମ ଲେଖାଯାଇଛି ଏବଂ ପୁରା ମଝିରେ ଦେଖ ଥ ଲେଖାଯାଇଛି। ଏହି ଥ ଅକ୍ଷରଟି କେଉଁ କେଉଁ ଶବ୍ଦ ସହିତ ଥ ଅକ୍ଷରଟି ଅଛି ତାକୁ ଆମେ ଯୋଡ଼ିବା। ସେହିଭଳି ଏପଟେ ତାଲବେଶ ଅଛି। ତାଲବେଶ କେଉଁ କେଉଁ ଶବ୍ଦରେ ଅଛି ତାକୁ ଆମେ ଯୋଡ଼ିବା। ତାପରେ ଫ ଅକ୍ଷର କେଉଁ କେଉଁ ଶବ୍ଦ ମଧ୍ୟରେ ଅଛି ତାକୁ ଆମେ ଯୋଡ଼ିବା। ଏହିପରି ଭାବରେ ଚାଲ ଆମେ ଅକ୍ଷରକୁ କେଉଁ କେଉଁ ଶବ୍ଦରେ ଅଛି ତାକୁ ଯୋଡ଼ିବା। ବର୍ତ୍ତମାନ ଦେଖ ଥ ଅକ୍ଷର କେଉଁଠି ଅଛି? ର ଥ ଅଛି, ଥ ସହିତ ଆମେ ଯୋଡ଼ିଦେଲେ କଇଥ। ଥ ଅଛି, ଥ ସହିତ ଆମେ ଯୋଡ଼ିଲେ ଥାଳି ସହିତ ଆମେ ଯୋଡ଼ିଦେଲେ। ଆଉ ଯେଉଁ ଅକ୍ଷର ଅଛି ସର, ଅସରପା, ବସ୍, ଏହି ଅକ୍ଷର ଗୁଡ଼ିକରେ ଥ ନାହିଁ। ସେହିଭଳି ତାଲବେଶ କେଉଁ କେଉଁ ଅକ୍ଷରରେ ଅଛି ଆମେ ଦେଖିବା। ସର, ଶୁଆ, ଶଗଡ଼, ଶାଗୁଣା, ଋଷି, ପଣସ, ଏଇ ଦୁଇଟାରେ ନାହିଁ। ତେଣୁ ଏଇ ଦୁଇଟାରେ ଟଣାଯାଇ ନାହିଁ। ତମେ ଦେଖିପାରୁଥିବ। ସେହିଭଳି ଆଉ ଗୋଟିଏ ଅଛି, ତାକୁ ଆମେ ଗାର ଟାଣି। ବର୍ତ୍ତମାନ ଆମେ ଫ ଅକ୍ଷର ସହିତ କେଉଁ ଶବ୍ଦରେ ଫ ଅଛି ତାକୁ ଯୋଡ଼ିବା। ଫ ଅକ୍ଷର ଦେଖ ଫୁଲକୁଣ୍ଡ, ଫରୁଆ, ଫାଟକ, ଏଇ ତିନୋଟି ଶବ୍ଦରେ ଫ ଅକ୍ଷର ଅଛି। କାର, ହାତୁଡ଼ି, ନଡ଼ିଆ, ଏଇ ତିନୋଟି ଶବ୍ଦରେ ଫ ଅକ୍ଷର ନାହିଁ। ତେଣୁ ଯୋଡ଼ାଯାଇ ନାହିଁ। ତମେ ଫ ଅକ୍ଷର ଯେଉଁଠି ଅଛି ତାକୁ ଦେଖି ତମେ ଯୋଡ଼ି ପାରିବ। ବର୍ତ୍ତମାନ ଆମେ 3 ନମ୍ବର ପ୍ରଶ୍ନ ଦେଖିବା। ଆସ ସଜାଡ଼ି କହିବା। ଏଇ ଯେଉଁ ଥଇକ ଲେଖାହେଇଛି, ୟା ଭିତରେ ଗୋଟିଏ ଶବ୍ଦ ଲେଖାଯାଇଛି। ଏଇ ଶବ୍ଦଟାକୁ ଅକ୍ଷର ଗୁଡ଼ିକୁ ଓଲଟା ଲେଖାଯାଇଛି, ଏଣେ ତେଣେ ଲେଖାଯାଇଛି। ତେଣୁ ୟାକୁ ସଜାଡ଼ି ଲେଖିଲେ କ'ଣ ହେବ? କଇଥ। ସେଭଳି ଲ ଫ ସ ଦିଆହେଇଛି, କ'ଣ ହେବ? ଫସଲ। ସେମିତି ଳ ଫ କ'ଣ ହେବ? ଫଳ। ର ସ ଦିଆହେଇଛି, ତେଣୁ ଏଇଟା କ'ଣ ହେବ? ନା ସର। ସେହିଭଳି ଥ ର ଦିଆହେଇଛି, ରଥ। ଳି ଥା ଲେଖାହେଇଛି, କ'ଣ ହେବ? ନା ଥାଳି। ଏଇଭଳି ଭାବରେ ତମେ ସଜାଡ଼ି ଲେଖିବ। ବଣ ନଥିଲେ ଆମର କ'ଣ ଅସୁବିଧା ହୁଅନ୍ତା? ବଣ ନଥିଲେ ଅମ୍ଳଜାନ, କାଠ, ପତ୍ର, ଜାଳେଣୀ, ଫଳ, ଫୁଲ, ଔଷଧୀୟ ଗଛ ମିଳିପାରିବ ନାହିଁ। ତେଣୁ ଏହା ନ ମିଳିପାରିଲେ ଆମେ ଯଦି ବେମାରରେ ପଡ଼ିବା, ତାହେଲେ ଔଷଧ ନ ମିଳିଲେ ଆମେ ଭଲ ହୋଇପାରିବା ନାହିଁ। ତାହେଲେ ଖାଇବା ପାଇଁ ଫଳ ନ ମିଳିଲେ ଆମେ ମୃତ୍ୟୁବରଣ କରିବା। ଯଦି ଆମେ ଖାଦ୍ୟ ରୋଷେଇ କରିବା ପାଇଁ ଯଦି କାଠ ନ ମିଳେ, ତାହେଲେ ଆମେ ଭୋକରେ ମରିଯିବା। ତେଣୁ ଆମକୁ ବଣ ନିହାତି ଜରୁରୀ। ତୁମ ଘର ପାଖରେ କି କି ଫୁଲ ଓ ଫଳ ଗଛ ଅଛି? ଆମେ ଉତ୍ତରରେ ଫୁଲ ହେଉଛି, ଫୁଲ ଗଛର ନାମ ଟଗର, ଗେଣ୍ଡୁ, କନିଅର, ମନ୍ଦାର, ଚମ୍ପା। ଫଳ ଗଛର ନାମ ହେଉଛି ପଣସ, ନଡ଼ିଆ, ଆମ୍ବ, ସପୁରୀ, ବେଲ, କୁସୁମ, ପିଜୁଳି, କମଳା। ଏହିସବୁ ଫୁଲ ଫଳ ଗଛର ନାମ ଆମ ଘର ପାଖରେ ଅଛି। 5 ନମ୍ବର ପ୍ରଶ୍ନରେ କରେ ଦିଆଯାଇଛି ଖାଲି ଘରେ ସଂଖ୍ୟା ଲେଖିବା। 7ଟି କମଳା ଅଛି,
ସାତଟିରୁ ଏକଟି କମଳା ଗଲେ ଆଉ କେତୋଟି ରହିବ? 6ଟି କମଳା। 6 ଲେଖିବା। 5ଟି ଆତରୁ ଏକଟି ଆତ ପଳେଇଗଲେ ବା ନେଇଗଲେ ଆଉ କେତୋଟି ରହିବ ନା 4ଟି ଆତ। 3ଟି କଲମରୁ 1ଟି କଲମ ଆମେ ନେଇଗଲେ ଆଉ କେତୋଟି କଲମ ରହିବ ନା 2ଟି କଲମ। ବର୍ତ୍ତମାନ ଆମେ ଖ ନମ୍ବର ପ୍ରଶ୍ନରେ କ'ଣ ଦେଇଛି ଦେଖିବା। ଛବି କରି ଦେଖିବା। ପ୍ରଥମେ ଦେଇଛି 8ଟି ପେନସିଲ୍। 1ଟି ପେନସିଲ୍ ପଳେଇଗଲେ 8ଟିରୁ 1ଟି ନେଇଗଲେ ବା ପଳେଇଗଲେ ଆଉ କେତୋଟି ରହିବ ତାହା ଚିତ୍ର ମାଧ୍ୟମରେ ଆମେ ଦେଖେଇବା। ତ ଆମେ କେତୋଟି ରହିବ 8ରୁ 1 ଗଲେ 7ଟି। ତେଣୁ 7ଟି ପେନସିଲ୍ ଏଇଠି ତିଆରି କରିବ। ପ୍ରଶ୍ନ 6ରେ ଆମେ ଦେଖିବା 9 ଜଣ ପିଲା ଅଛନ୍ତି। 9 ଜଣରୁ 1 ଜଣ ଗଲେ ଆଉ କେତେ ରହିବ? 8 ଜଣ। 8 ଜଣରୁ 1 ଜଣ ଗଲେ 7 ଜଣ। 7 ଜଣରୁ 1 ଜଣ ଗଲେ 6 ଜଣ। 6 ଜଣରୁ ଜଣେ ଗଲେ 5 ଜଣ। 5 ଜଣରୁ ଜଣେ ଗଲେ 4 ଜଣ। 4 ଜଣରୁ ଜଣେ ଗଲେ 3 ଜଣ। 3ରୁ 1 ଜଣ ଗଲେ 2 ଜଣ। 2 ଜଣରୁ 1 ଜଣ ଗଲେ 1। 1ରୁ 1 ଗଲେ 0। ଏଇଭଳି ଭାବରେ ତମେ କରିବ ଏବଂ କହିବ। ବର୍ତ୍ତମାନ ଆମେ 7 ନମ୍ବରରେ ଦେଖିବା କ'ଣ ଦିଆଯାଇଛି ନା ଏହିପରି ଲେଖିବା। ତାଲବେସକୁ କିପରି ଲେଖାଯାଇଛି, କେଉଁଭଳି ଲେଖାଯାଇଛି ତାହା ମୁଁ ତୁମକୁ ହସ୍ତାକ୍ଷର କିପରି ଲେଖାଯାଏ ତାହା ଏଥିରେ ଦେଖାଯାଇଛି। ଗୋଟିଏ ଭିଡ଼ିଓ ଦେଖ। ଏହି ଭିଡ଼ିଓକୁ ଦେଖି ତୁମେ ନିଜ ହସ୍ତାକ୍ଷର ଖାତାରେ ଲେଖିପାରିବ। ବର୍ତ୍ତମାନ ଆମେ ଦେଖିବା ଇଏ ତାଲବେସକୁ ଆମେ 3ଟି ଗାର ଉପରେ କିପରି ଗୋଲ ଗୋଲ ଭାବରେ ଆମେ ଲେଖିବା, ଯାହାକୁ ହସ୍ତଲିଖନ କୁହାଯାଏ। ଆମେ ହସ୍ତାକ୍ଷର ମଧ୍ୟ କୁହନ୍ତି। ସୁନ୍ଦର ଭାବରେ ଲେଖିବା 3ଟି ଗାର ଉପରେ। କିପରି ଲେଖାଯାଉଛି ପ୍ରଥମେ ଦେଖ। ପ୍ରଥମେ ତାଲବେସକୁ ଶୂନ କରିଦେବ। ତାପରେ ଧୀରେ ଧୀରେ ତମେ ଲେଖିବ। 3ଟି ଗାର ମଧ୍ୟରୁ ବାହାରକୁ ଯିବ ନାହିଁ। କିଭଳି ଲେଖା ହେଉଛି ଏଇଭଳି ତମେ ଲେଖିବ। ତାଲବେସ ଦେଖିପାରୁଛ କେତେ ସୁନ୍ଦର ହେଉଛି। ସେଇଭଳି ଆମେ ଦେଖିବା ଥ। ଥକୁ କିପରି ଲେଖାଯାଉଛି ପ୍ରଥମେ ଦେଖ। କିଭଳି ଲେଖୁଛି ଏଇଭଳି ତମେ ଲେଖିବ। ତମ ବହିରେ ହସ୍ତାକ୍ଷର ଖାତା ଅଛି ଯଦି ଏଠୁ ଭଲ। ହସ୍ତାକ୍ଷର ଖାତାରେ ଅଭ୍ୟାସ କରିବା ଭଲ। ଫ। ଫକୁ ଆମେ ଲେଖୁଛନ୍ତି କେତେ ଭଲ ଦେଖ। ଏଇଭଳି ତମେ ପ୍ରାକ୍ଟିସ୍ କରିପାରିବ। 8 ନମ୍ବର ପ୍ରଶ୍ନରେ କରେ ଦିଆଯାଇଛି ଯଦି ଗୋଟିଏ ହାତୀ ଛୁଆ ତୁମ ଘରକୁ ଆସେ ତମେ କ'ଣ କରିବ? ଗୋଟିଏ ହାତୀ ଛୁଆ ତୁମ ଘରକୁ ଆସିଲେ ତମେ ସଙ୍ଗେ ସଙ୍ଗେ ବନ ବିଭାଗକୁ ଜଣାଇଦେବ। ବନ ବିଭାଗ ତାକୁ ନେଇ ଜଙ୍ଗଲରେ ଛାଡ଼ିଦେବେ ଏବଂ ତା'ର ଯତ୍ନ ନେବେ। ଖରେ ଦେଇଛି ଖଡ଼ିକାରେ ଧନୁଶର ତିଆରି କରି ଆଣି ଦେଖାଅ। ତମେ ଗୋଟେ ବାଉଁଶ ଗଛକୁ କାଟି ଆଣିବ। ତାକୁ 2 ଫାଳ କରିଦେଲା ପରେ ପତଳା ହେଇଯିବ। ଯେତେବେଳେ ଗୋଟେ ଦଉଡ଼ି ଆଣି ତାକୁ ଗୋଟିଏ ମୁଣ୍ଡରେ ବାନ୍ଧିବ ଏବଂ ତାକୁ ବେଣ୍ଡ କରି ଆଉ ଗୋଟେ ମୁଣ୍ଡକୁ ବାନ୍ଧିଦେବ। ତୁମର ଧନୁଶର ତିଆରି ହୋଇଯିବ। ଯଦି ଭିଡ଼ିଓଟି ଭଲ ଲାଗେ, ଏହିପରି ଭିଡ଼ିଓ ଆପଣ ଦେଖିବାକୁ ଚାହୁଁଛନ୍ତି ତାହେଲେ ଲାଇକ୍ ସବସ୍କ୍ରାଇବ୍ ନିଶ୍ଚିତ ଭାବରେ କରନ୍ତୁ, ଯାହାଦ୍ୱାରା କି ମୁଁ ଭିଡ଼ିଓ ଅପଲୋଡ଼ କରିବା ମାତ୍ରେ ଆପଣଙ୍କ ପାଖରେ ମୋ ଭିଡ଼ିଓ ସର୍ବପ୍ରଥମେ ପହଞ୍ଚି ପାରିବ। ଜୟ ହିନ୍ଦ, ଜୟ ଭାରତ।